ସାଙ୍ଗମାନେ ଯେଉଁ ବାଟରେ ଗଲେ ଆପଣ ଏକା ହୋଇଯାଉଛନ୍ତି, ତେବେ ବୁଝିଯାଆନ୍ତୁ ଆପଣ ଠିକ୍ ବାଟରେ ଚାଲିଛନ୍ତି। କାହିଁକି ନା ସତ୍ୟର ପଥରେ ଚାଲିଲେ କେହି ଆପଣଙ୍କ ସାଥିରେ କେବେ ବି ରହିବେ ନାହିଁ। ତୁମକୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅ। ତୁମକୁ ଯିଏ ଖରାପ ଭାବୁଛି ତାକୁ ଖରାପ ଭାବିବାକୁ ଦିଅ। କାରଣ ଏ ଦୁନିଆ ହିଁ ତ ଏମିତି, ଯେଉଁଠି ଭଲ ଲୋକଙ୍କୁ ମିଳେ ନିନ୍ଦା ଆଉ ଖରାପ ଲୋକଙ୍କୁ ମିଳେ ପ୍ରଶଂସା। ଆପଣ ଯେତେ ଭଲ ହୋଇଥାନ୍ତୁ ନା କାହିଁକି, ଆଉ ଯେତେ ବି ଭଲ କାମ କରନ୍ତୁ ନା କାହିଁକି, କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସବୁବେଳେ ଆପଣଙ୍କୁ ଯିଏ ଖରାପ ଭାବୁଛି ସେ ମଲା ଯାଏଁ ତ ଖରାପ ହିଁ ଭାବିବ। କାହିଁକି ନା ତାହାର କୁଶ୍ଚିତ ଭାବନାର କୌଣସି ଉପଚାର ନାହିଁ। ମନେ ରଖ, ଯେଉଁ ପର୍ଯ୍ୟନ୍ତ ତୁମେ ଲୋକଙ୍କ କାମରେ ଆସୁଥିବ ସେ ପର୍ଯ୍ୟନ୍ତ ସେମାନେ ତୁମକୁ ମନେ ରଖିଥିବେ। ତାପରେ ତୁମକୁ ଅଣଦେଖା କରିବେ। ଯେମିତି ଦୀପ ଜଳିବା ପରେ ଦିଆସିଲି କାଠି ଅଲୋଡ଼ା ହୋଇଯାଏ। କେବେ ବି ନିଜର ଶାରୀରିକ ଶକ୍ତି ଆଉ ଧନର ଶକ୍ତି ଉପରେ ଭରସା କରିବ ନାହିଁ। କାହିଁକି ନା ରୋଗ ଆଉ ଦରିଦ୍ରତା ଆସିବାରେ ଅଧିକ ସମୟ ଲାଗିନଥାଏ। ଆଜିକା ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟାକୁ କାହାକୁ ବି କୁହନ୍ତୁ ନାହିଁ। କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ନିଶ୍ଚୟ ଆପଣଙ୍କର ଦୁର୍ବଳତାର ଫାଇଦା ଉଠାଇବେ। ଯେତେବେଳେ ଜୀବନର ଚଲାପଥରେ ସବୁ ବାଟ ବନ୍ଦ ହୋଇଯାଏ, ସେତେବେଳେ ଭଗବାନ ନିଜେ ଗୋଟେ ନୂଆ ବାଟ ତିଆରି କରିଦେଇଥାନ୍ତି। ସେତେବେଳେ ବାସ୍ ତୁମକୁ ଧୈର୍ଯ୍ୟର ଆବଶ୍ୟକତା ଥାଏ। ବିପଦରେ ଧୈର୍ଯ୍ୟ ଧରନ୍ତୁ। ଦୁନିଆର ସମସ୍ତେ ଯଦି ଆପଣଙ୍କୁ ଠୋକର ଦିଅନ୍ତି, ତେବେ ମନେ ରଖନ୍ତୁ ଭଗବାନ ଆପଣଙ୍କୁ ଠୋକର ଦେବେ ନାହିଁ। ଆପଣଙ୍କର ସଠିକ୍ ପ୍ରତିଫଳ ସେ ଆପଣଙ୍କୁ ଅବଶ୍ୟ ଦେବେ। ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେ ନାହିଁ। କଥା ନହେଲେ ମଧ୍ୟ ଆଖିରେ ରହିଥାଏ। ଆଖିରୁ ଦୂରେଇ ଗଲେ ବି ମନରେ ରହିଯାଏ। କିଛି ନ କହିବି ଯିଏ କହିଥାଏ, ଦୋଷ ନଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ, ଦୂରରେ ଥାଇ ବି ଯିଏ କର୍ତ୍ତବ୍ୟ ତୁଲାଏ, ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ। ମନେ ରଖନ୍ତୁ ଏହା। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିବ। ଏବଂ ହରିଣ ମଧ୍ୟ ଭାବେ ଯେ ବାଘଠୁ ବେଶୀ ଗତିରେ ମୋତେ ଦୌଡ଼ିବାର ଅଛି, ନହେଲେ ମୁଁ ମରିଯିବି। ଆପଣ ବାଘ ହୁଅନ୍ତୁ ବା ହରିଣ ହୁଅନ୍ତୁ, ସେଥିରେ କିଛି ଫରକ ପଡ଼ିବନି। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି, ତାହେଲେ ପ୍ରତ୍ୟେକ ଦିନ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ। କାରଣ ସଂଘର୍ଷ ବିନା ନାହିଁ କିଛି ମିଳିଛି ନା କିଛି ମିଳିବ। ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ, ହେ କେଶବ, ଯଦି ଗୋଟିଏ ମଣିଷ ପାପ କିମ୍ବା ପୁଣ୍ୟ କର୍ମ କରି ମରିଯାଏ, ତାହାର ଫଳ ଆତ୍ମା କାହିଁକି ଭୋଗ କରିଥାଏ? ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ହିତ ସାଧନାରେ ସଦା ସର୍ବଦା ବ୍ୟସ୍ତ ରହେ, ଭଗବାନ ସବୁବେଳେ ତାର ମଙ୍ଗଳ କାମନା କରନ୍ତି। ଭଗବାନ କୃଷ୍ଣ କହିଲେ, ହେ ପାର୍ଥ, ମନୁଷ୍ୟ ତାର ଆତ୍ମଶାନ୍ତି ଓ ଶାରୀରିକ ସୁଖ ପାଇଁ ମନ ଦ୍ୱାରା କର୍ମ କରିଥାଏ। ଶରୀର ଦ୍ୱାରା କରିଥିବା ପାପ ଶରୀର ହିଁ ଭୋଗ କରିଥାଏ। ଅର୍ଥାତ୍ କାହା ଘରୁ ଟଙ୍କା ଚୋରି କରି ମଣିଷ ସୁଖୀ ହୋଇଥାଏ, ସେ ହେଉଛି ଶରୀରର ପାପ। ଆତ୍ମା ଦ୍ୱାରା କରିଥିବା ପାପ ଆତ୍ମା ହିଁ ଭୋଗିଥାଏ। ଅର୍ଥାତ୍ ଅନ୍ୟ ଘରୁ ଟଙ୍କା ଚୋରି ହେଲେ ମଣିଷକୁ ଯେଉଁ ଖୁସି ମିଳିଥାଏ, ଏହା ହେଉଛି ଆତ୍ମାର ପାପ। ଶରୀରକୁ ମର୍ତ୍ତ୍ୟରେ ସୁଖ କିମ୍ବା ଦୁଃଖ ମିଳିଥାଏ, ଆଉ ଆତ୍ମାକୁ ସ୍ୱର୍ଗ କିମ୍ବା ନର୍କରେ ହିଁ ସୁଖ କିମ୍ବା ଦୁଃଖ ମିଳିଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ମଣିଷ ନିଜେ ନିଜର ଭାଗ୍ୟକୁ ତିଆରି କରିଥାଏ। ତୁମେ ଆଜି ଯାହା କରୁଛ, ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ। ଏବଂ ଆଜି ଯାହା ତୁମର ଭାଗ୍ୟରେ ଅଛି, ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ ଅଟେ। ସାଙ୍ଗମାନେ,
ସେଇଥିପାଇଁ ଜୀବନକୁ ଉପଭୋଗ କର, ନିଜେ ହସ ଏବଂ ଅନ୍ୟକୁ ହସାଅ। ରାଗ ଓ ହିଂସା ଛାଡ଼, କାରଣ ମଣିଷର ନିଶ୍ୱାସକୁ ବି ଜଣା ନଥାଏ ଯେ ସେ କେବେ ଫେରିବ କି ନାହିଁ। ଆମ ଆତ୍ମା ବାହାରେ କୌଣସି ବି ଶତ୍ରୁ ନଥାନ୍ତି। ଆମ ଭିତରେ ହିଁ ପ୍ରକୃତ ଶତ୍ରୁ ବାସ କରିଥାନ୍ତି। ସେମାନେ ହେଉଛନ୍ତି କ୍ରୋଧ, ଗର୍ବ ଏବଂ ଘୃଣା। ଏସବୁକୁ ପରିହାର କର ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନ ଉପଭୋଗ କର। ମଣିଷର ଭାଗ୍ୟ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ବି କେବେ ପରିବର୍ତ୍ତନ କରିପାରିବ ନାହିଁ। ବିଜ୍ଞାନର ଅଗ୍ରଗତି ଘଟିଲେ ବି ମଣିଷ ନିଜ ଜୀବନକୁ ଭରସା କରିପାରୁନି। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ପରେ ସେ ଚାଲିଯାଏ। ମଣିଷ ଯେତେ ଦିନ ପାଇଁ ସେ ଆସିଥାଏ ସେତିକି ଦିନ ପରେ ସେ ତା'ର ଲୀଳା ଖେଳାକୁ କରି ପୁଣି ଫେରିଯାଏ। ସୃଷ୍ଟିକର୍ତ୍ତା ହେଉଛନ୍ତି ଆମର ନିର୍ଦ୍ଦେଶକ, ଆଉ ଆମେ ହେଉଛେ ଜଣେ ଛୋଟ ଛୋଟ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣ ଭାବନାରେ ନିଜକୁ ସମର୍ପିତ କରନ୍ତୁ, ଯେମିତି ଆଜି ଦିନର ଅଭିନୟ ସୁନ୍ଦରତାରେ ଭରିଯିବ। ସାଙ୍ଗମାନେ, ଯେତେବେଳେ ଆପଣଙ୍କର ମନ କେବେ ବି ଖରାପ ରହୁଛି, କେବେ ବି ଆପଣମାନେ କଷ୍ଟରେ ଭାଙ୍ଗି ପଡ଼ୁଛନ୍ତି, ଆଉ କେବେ ବି ଯଦି ଆପଣଙ୍କୁ ଆପଣଙ୍କର ଜୀବନକୁ ଘୃଣା ଲାଗୁଛି, ଥରୁଟିଏ ଆପଣ ଗୀତାକୁ ପାଠ କରନ୍ତୁ। ସାଙ୍ଗମାନେ, ଆପଣ ଯଦି ଗୀତାକୁ ପାଠ କରୁଛନ୍ତି ଆପଣମାନଙ୍କର ସବୁ ସମସ୍ୟାର ସମାଧାନ ହୋଇପାରେ। ଆପଣମାନେ ବି ଯଦି ଘରେ ସବୁବେଳେ ଗୀତା ପାଠ କରିବେ, ଆପଣମାନଙ୍କର ଘରେ ମଧ୍ୟ ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ଆପଣଙ୍କୁ ମିଳିବ। କାହିଁକି ନା ଏ ଦୁନିଆରେ ସବୁ କିଛି ମିଛ ହୋଇପାରେ ସାଙ୍ଗମାନେ, କିନ୍ତୁ ଗୀତାରେ ଯାହା ଶ୍ରୀକୃଷ୍ଣ କହିଛନ୍ତି ତାହା କେବେ ମିଥ୍ୟା ନୁହେଁ। ଯଦି ଜୀବନରେ ଆପଣ କେବେ ହାରି ଯାଉଛନ୍ତି, ଆପଣ କୌଣସି ଖରାପ ବାଟରେ ଯାଉଛନ୍ତି କିମ୍ବା ଆପଣ କୌଣସି ସମସ୍ୟାର ସମାଧାନ ପାଉନାହାନ୍ତି, ଥରୁଟିଏ ଗୀତାକୁ ପାଠ କରି ଦେଖନ୍ତୁ, ଆପଣଙ୍କର ସବୁ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ମିଳିବ। ଆଶା କରେ ସାଙ୍ଗମାନେ ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରି ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ, ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ନେକ୍ସଟ ଆଉ ଏକ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।